ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ଅବିବାହିତ କାହିଁକି? 55 ବର୍ଷୀୟ ଶୁଭେନ୍ଦୁ କାହିଁକି ହୋଇନାହାନ୍ତି ବାହା? ଶୁଭେନ୍ଦୁଙ୍କ ବିବାହକୁ ନେଇ ନିଜେ ଶୁଭେନ୍ଦୁ ଖୋଲିଲେ ବଡ଼ ଗୁମର। ପଶ୍ଚିମବଙ୍ଗରେ 15 ବର୍ଷର ଟିଏମସି ସରକାର ଭାଙ୍ଗିବା ପରେ ବିପୁଳ ଜନମତ ପାଇ ସରକାର ଗଢ଼ିଛି ବିଜେପି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ହେଲେ ଏହି ସମୟରେ ତାଙ୍କର ଏକ ପୁରୁଣା କଥା ଖୁବ୍ ଆଲୋଚନା ହେଉଛି। କୁହାଯାଉଛି ଡିସେମ୍ବର 2020ରେ ଏକ ରାଲିରେ ଶୁଭେନ୍ଦୁ ନିଜ ବିବାହକୁ ନେଇ ମତ ରଖିଥିଲେ। ପଶ୍ଚିମବଙ୍ଗର ହଳଦିଆରେ ଭାଷଣ ଦେବା ସମୟରେ ଶୁଭେନ୍ଦୁ କହିଥିଲେ, ଅନେକ ଲୋକ ପଚାରନ୍ତି, ଶୁଭେନ୍ଦୁ ତୁମେ କାହିଁକି ଅବିବାହିତ? ତୁମର ଭାଇମାନେ ତ ବିବାହିତ। ମୁଁ କହେ, ଆଜିର ରାଜନେତାଙ୍କ ଦୃଷ୍ଟିରେ ମୁଁ ଅବିବାହିତ ନୁହେଁ। ଶୁଭେନ୍ଦୁଙ୍କ ପରିବାର 5, 7 କିମ୍ବା 8 ଜଣ ସଦସ୍ୟ ବିଶିଷ୍ଟ ଏକ ଛୋଟ ପରିବାର ନୁହେଁ। ଶୁଭେନ୍ଦୁଙ୍କ ପରିବାର ଏକ ବଙ୍ଗାଳୀ ପରିବାର। ସମାଜ ପାଇଁ ସବୁ କିଛି ତ୍ୟାଗ କରିବାକୁ ପଡ଼େ, ଏହା ମୋର ଆଦର୍ଶ। ସତୀଶ ସାମନ୍ତ ଏବଂ ସୁଶୀଲ ଧାରା କହୁଥିଲେ। ସେମାନଙ୍କୁ ଅନୁସରଣ କରି ମୁଁ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଛି। 1987 ମସିହାରୁ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ ଶୁଭେନ୍ଦୁ। ଧୀରେ ଧୀରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ। ଶୁଭେନ୍ଦୁଙ୍କ ଘର ପାଖାପାଖି 3 ଜଣ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି, ସତୀଶ ସାମନ୍ତ, ସୁଶୀଲ ଧାରା ଏବଂ ଅଜୟ ମୁଖାର୍ଜୀ। ସେମାନେ ମଧ୍ୟ ଅବିବାହିତ ଥିଲେ, ତେଣୁ ସେମାନଙ୍କୁ ଅନୁସରଣ କରି ଶୁଭେନ୍ଦୁ ବିବାହ କରିନଥିବା କହିଛନ୍ତି।